তিনজন কত দিলে না ভয়েস বেকার कार्टून की वीडियो लेके जानते যাচ্ছি যাওয়া এই खाली हाँ खाली तू बोला लेट माने
କହୁଛନ୍ତି ବୁଝିପାରୁନି ମୁଁ ଅଛି ବାଳିରେ। ହଁ ହଁ ପ୍ଲେଟ୍ ନାହିଁ ଆମର ଟୋଟାଲ ଉପରେ ଦିଆହେଇଥିଲା 23,000 ଟଙ୍କା। ବୀର ପ୍ରାର୍ଥନା ଆରମ୍ଭ। ବିଷୟରେ କିଛି ଗୋଟେ ତାର ଅଭିଭାଷଣ ରଖିବି ମୁଁ ଅନୁରୋଧ କରୁଛି। ସମ୍ମାନୀୟ ଆଜିର ସଭାରେ ଉପସ୍ଥିତ ମୋର ପ୍ରିୟ ବନ୍ଧୁମାନେ ଏବଂ ଆଜିର ସଭାପତି ମହାଶୟ, ମୋତେ এই ସ୍ମୃତି ସଭା ଏବଂ ସେରନ୍ତି ଭୋଳଙ୍କ ବିଷୟରେ କିଛି ଉପସ୍ଥାପନ କରିବାକୁ ଦିଆଯିବାରୁ ମୁଁ ନିଜକୁ ବହୁତ ଗର୍ବ ମନେ କରୁଛି। ସେ ସେରନ୍ତି ଭୋଳ ଏମିତି ଏକ ନାଁ ଯାହା ନାଁରେ ସ୍ନେହ ଶ୍ରଦ୍ଧା ପ୍ରେମ ସବୁ ଭରି ରହିଛି। ସେ ସମସ୍ତଙ୍କୁ ଆଦରି ନେଇଛି, ସେ ପରିବାରକୁ ତୋଳି ନେଇଛନ୍ତି। ତାଙ୍କ ପଡ଼ୋଶୀ ହିସାବରେ ଆଉ ସିଏ ମୋର ମାଇଁ, ମୁଁ ତାଙ୍କ ଭଣଜା। ଆଉ ସେ ପଡ଼ୋଶୀ ହିସାବରେ ମୁଁ ଯାହା ଦେଖିଛି, ସିଏ କେତେବେଳେ ହେଲେ ତାଙ୍କର ଓଢ଼ଣାଟି ତଳକୁ ଖସି ନଥିବ। ଆଉ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧାରେ ଗାଧୋଉଥିଲା ବେଳେ ବା କୌଣସି କାମ କରୁଥିଲା ବେଳେ ସେ ଆଗକୁ ଆସିବେ। ସ୍ନେହ ଶ୍ରଦ୍ଧା ଯୋଗୁଁ ତାଙ୍କର ସ୍ୱାମୀ ଶ୍ରୀଯୁକ୍ତ କାଳୁଚରଣ ଭୋଳ ଜଣେ ସଭାର ମୁଖ୍ୟ ସଭାପତି ଥିଲେ, ବିଚାରକ ଥିଲେ। ସେ କୁଆଡ଼େ ଯାଆନ୍ତୁ ନା କାହିଁକି, ରାତି 12ଟା ହେଉ ବା 1 ହେଉ ବା 2ଟା ହେଉ, ସେ ଅପେକ୍ଷା କରି ବସିଥାନ୍ତି। ଯେପରି ମହାତ୍ମା ଗାନ୍ଧୀଙ୍କୁ କସ୍ତୁରବା ଭାଇ ଅପେକ୍ଷା କରୁଥିଲେ, ତାଙ୍କୁ ଖାଦ୍ୟ ଯୋଗାଇ ଦେଉଥିଲେ, ସବୁ ପ୍ରକାର ଦେଉଥିଲେ। ଆଜି ସେରନ୍ତି ଭୋଳଙ୍କର ସ୍ମୃତିଚାରଣ ସଭାର ସଭାପତି ଆମର ଭେଟିନାଥ ବିଦ୍ୟାପୀଠର ରିଟାୟାର ଟିଚର ଏବଂ ଉପସ୍ଥିତ ଅଛନ୍ତି ବାଳଭୂଷଣ ସାର୍ ଅଛନ୍ତି, ନୃସିଂହ ସାର୍ ଅଛନ୍ତି, ପ୍ରସନ୍ନ ଭାଇ ଅଛନ୍ତି ଏବଂ ସମସ୍ତ ଅତିଥି ବନ୍ଧୁଗଣ, ବାହାଳି ଗ୍ରାମର ଆବଳ ବୃଦ୍ଧ ବନିତା ଏବଂ ବନ୍ଧୁ ପରିଜନ ସମସ୍ତଙ୍କୁ ଏ ସ୍ମୃତିଚାରଣ ସଭାରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ଆଜି ମୋତେ 2 ପଦ କହିବାର ସୁଯୋଗ ଦେଇଥିବାରୁ ନିଜକୁ ମୁଁ ଧନ୍ୟ ମନେ କରୁଛି। ମୁଁ କହିବାକୁ ଚାହେଁ, ମା ଏପରି ଏକ ଶବ୍ଦ ଯାହା ଅପାସରା ଅଭୁଲା ଶବ୍ଦ। ମା କହିଲେ ତାର ଭବିଷ୍ୟତ କିପରି ଉଜ୍ଜ୍ୱଳ ହେବ ସେ ଚିନ୍ତା କରେ, ସିଏ ହେଉଛି ମା। ଆଜିର ଯୁଗରେ ଆମେ ଅପେକ୍ଷା କରୁନାହେଁ ଯେ ଖାଇବା ସମୟରେ ବହୁତ ଖାଇବୁ ଆସେ, ଏ କଥା ବି ଆମେ କହିପାରୁନୁ। କିନ୍ତୁ ସେତେବେଳେ ଯଦି ପୁଅଟେ ବାହାରକୁ ଯାଇଛି, ମା ଅପେକ୍ଷା କରିତେ ମୋ ପୁଅ ନ ଆସିଲେ ମୁଁ ଖାଇବି ନାହିଁ। ଯେତେ ରାତି ହେଇଥାଉ, ପୁଅ ଆସିଲା ପୁଅ ଖାଇଛ ନା ନାହିଁ ସେ ଆଗେ ପଚାରିବ। କିନ୍ତୁ ଆଜିର ଏ ସମାଜରେ କିଛି ବ୍ୟକ୍ତି ଅଛନ୍ତି ମାଆକୁ ସେଇଟା ଭୁଲି ଯାଉଛନ୍ତି। ଏପରି କରିବା ଦ୍ୱାରା ସମାଜରେ କସ୍ମିନ କାଳେ ଭୁଲିବା ଶବ୍ଦ ନୁହେଁ। ଏବେ ତ ମମି ଡାଡି ଡାକ ଆସିଗଲାଣି, କିନ୍ତୁ ସେ ବୋଉର ମଧୁର ଡାକ ଆଉ
ଆଉ ଶୁଭ ନାହିଁ ଗାଁ ଗହଳି। ବୋଉ କହିଲେ ସ୍ୱର୍ଗରୁ ମା ଆଶୀର୍ବାଦ ଢାଳି ଦିଅନ୍ତି, ଭଗବାନ ବି ଆଶୀର୍ବାଦ ଢାଳି ଦିଅନ୍ତି। ସେ ମାଙ୍କୁ ମୋର ଚିର ନମସ୍ୟ। ଆଜିର ଏ ଯେଉଁ ସଭା କାର୍ଯ୍ୟ ସ୍ମୃତିଚାରଣ ସଭା, ଏ ସଭାରେ ସୁକାନ୍ତ ବାବୁ ତାଙ୍କର ସୁପୁତ୍ର ଯୋଗଳି ଭାବରେ ତାଙ୍କ ମାଙ୍କର ସେବା କରିଛନ୍ତି ମୁଁ ଜାଣିଛି, ଅଳ୍ପ ବହୁତ ଜାଣିଛି, ମୁଁ ତ ବିଶେଷ କିଛି ଜାଣିନାହିଁ, ତଥାପି ମୁଁ ଯେତିକି ଜାଣିଛି ସେ ବହୁତ ସେବା କରିଛନ୍ତି। ସମସ୍ତଙ୍କୁ ମୋର ଅନୁରୋଧ, ମାଙ୍କ ପ୍ରତି ଅବହେଳା କେହି କରନ୍ତୁ ନାହିଁ। ବାପା ମା ହେଉଛନ୍ତି ଭଗବାନ। ଆଜି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ତାଙ୍କର ଈଶ୍ୱର ଦେବଙ୍କର ଆତ୍ମା ସଦ୍ଗତି କାମନା ହେଉ ଏବଂ ସ୍ୱର୍ଗରେ ଥାଇ ସେ ତାଙ୍କ ପରିବାର ଓ ବନ୍ଧୁ ପରିଜନଙ୍କୁ ଆଶୀର୍ବାଦ କରନ୍ତୁ। ତାଙ୍କ ପରିବାର ପାଇଁ ଏ ଯେଉଁ ଦୁଃଖ ସେ ଛାଡ଼ି ଯାଇଛନ୍ତି, ମାଟିର ପରମ୍ପରା, ଓଡ଼ିଶା ମାଟିର ଗୌରବ, ଓଡ଼ିଶାକୁ ନେଇ ମାଟିର ପର୍ବ, ଯେ କି ଆଜି ଏତେ ବଡ଼ ମାଟିର ପର୍ବ, ମାର ପର୍ବ, ଆଜି ଯେ ପୁଣି ଅନ୍ତିମ ଦିବସ ଯାହାକୁ ଆମେ କହୁ ଶେଷ ଦିବସ ଭାବରେ, ତେଣୁ ଏଇ ଶେଷ ଦିବସ ଅବସରରେ ସତରେ କଣ ମୋ ମା ଚାଲି ଯାଇଛନ୍ତି? ନା, କେବେ ନୁହେଁ। ମୋ ମା ସବୁବେଳେ ଆମ ପାଖେ ପାଖେ ଆମକୁ ଧରି ରଖିଛନ୍ତି। ଯେମିତି କହୁଥିଲି ନା କିଛି ସମୟ ପୂର୍ବରୁ ମୋର ମାଟି ମା କଥା, ସେଇ ମାଟି ମା ଉପରେ ମୁଁ କେତେ ଯେ ନିର୍ଯାତନା କଷଣ ସବୁ ପ୍ରତ୍ୟେକ ଦିନ ଦେଇ ଆସିଛି, ତଥାପି ମୋ ମାଟି ମା ମୋତେ ଧୈର୍ଯ୍ୟର ସହିତ ସ୍ନେହ ଆଦରରେ ପାଳନ କରିଆସୁଛି। ସେହିଭଳି ଆଜିର ଏହି ସ୍ମୃତି ସଭାରେ ମୁଁ ଭାବୁଛି ସେଇ ମାଟି ମା ଯେ କେତେ ଲୋକର ସାହାଯ୍ୟ ଆବଶ୍ୟକତା ପଡ଼ିଥାଏ, ବିଶେଷ କରି ବାପା ମା ଦୁଇ ଜଣଙ୍କ ସହଯୋଗ, ତା ସହିତ ବନ୍ଧୁବାନ୍ଧବ ପରିବାର ବର୍ଗଙ୍କୁ ନେଇ ମୋର ଜନ୍ମ ହୁଏ ବା ଆପଣମାନଙ୍କର ଜନ୍ମ ହୁଏ। ଇଏ ତ ବିଚିତ୍ର ଲୀଳାର ଖେଳର କଥା। ସେଇଭଳି ବଞ୍ଚିବା ବଢ଼ିବାର କଥା ମଧ୍ୟ ଆସିଥାଏ। ଏଇଟା କାହା ମାଧ୍ୟମରେ ଆସିଥାଏ? ଆମ ଦେଶ, ପରମ୍ପରା, ସମାଜ, ସଂସ୍କୃତି, ସାହି ପଡ଼ିଶା, ଆଉ ପରିଶେଷରେ ଆସିଥାଏ ମୃତ୍ୟୁ। କିନ୍ତୁ ମୃତ୍ୟୁ କାହାର ସହଯୋଗ ଲୋଡ଼େ ନା, ଯେ ମୃତ୍ୟୁ ହେଲା ବେଳକୁ ସେ ପଚାରେନି କାହା ସହଯୋଗ ଆବଶ୍ୟକତା ନାହିଁ। ସେଇଭଳି ମୋ ମା କାହାକୁ ପଚାରିନି। ସେ ଆଜି ସଭାର ସଭାପତି ମହୋଦୟ ମା ଶରନ୍ତୀ ଫଳଙ୍କ ସ୍ମୃତି ସଭାରେ ସମବେଦନା ଜଣାଇବା ପାଇଁ ଉପସ୍ଥିତ ଥିବା ସମସ୍ତ ଭଦ୍ର ବ୍ୟକ୍ତି, ଭଦ୍ରମଣ୍ଡଳୀ, ଆମର ପୂର୍ବତନ ବିଧାୟକ ରଘୁନାଥ ବାବୁ ଏବଂ ମୋର ଯୋଗ୍ୟ ଗାଁ ବାଣୀର ସମସ୍ତ ଆବାଳ ବୃଦ୍ଧ ବନିତା ଏବଂ ସଭାସଦ ବର୍ଗ, ସେଇ ଯେଉଁ ଐଶୁଲକ୍ଷଣୀ ଶରନ୍ତୀ ମା ଯେ ପାଚିଲା ବାଲାରେ ସିନ୍ଦୁର ଲଗେଇ ସ୍ୱାମୀଙ୍କର ଅନୁଗାମିନୀ ସହଗାମିନୀ ଥିଲେ, ସେ ଥିଲେ ବର୍ତ୍ତମାନ ଥିବା ତାଙ୍କର ଅତି ଆଦର ସ୍ନେହର ପୂଜ୍ୟ ସ୍ୱାମୀ। ଏଇ ତାଙ୍କ ପ୍ରିୟତମା ତୁଳସୀ ଚଉରାମୂଳର ସନ୍ଧ୍ୟାଦୀପ ଭଳି ଶାନ୍ତ, ଉଜ୍ଜ୍ୱଳ, ପବିତ୍ର, ଅର୍ଦ୍ଧମୁଗୁଳିତ ଭିରିଜୁଥିକାର ସୁଦୀର୍ଘ ଯାତ୍ରା ପଥରେ ଥିଲେ ହାସ୍ୟମୟୀ, ଲାସ୍ୟମୟୀ, ଆବେଗମୟୀ ସହଯାତ୍ରୀ, ମମତାମୟୀ ସ୍ତ୍ରୀ। ତାଙ୍କର ଯୋଗ୍ୟ ପୁତ୍ର ଶ୍ରୀଯୁକ୍ତ ସୁକାନ୍ତ ଫଳ ବହୁ ସ୍ନେହ ଓ ଆଦରର ସ୍ନେହ ପାଇ ଆଜି
ତାଙ୍କର ପଦାଙ୍କ ଶରଣ କରି ତାଙ୍କର ଆଶୀର୍ବାଦ ଭିକ୍ଷୁ ତାଙ୍କ ପୁଅ ଦୀର୍ଘାୟୁ ହୁଅନ୍ତୁ। କହ ଦୁନିଆରେ କିଏ ମା ଭଳି, ମା ସିନା ବଡ଼ ସରଗଠୁ ବଳି, ପାଳି ଓଷା ବାର ପୁନେଇ ପରବ, କହ କି ଆମ ଶୁଭ ମନାସିବ। ଆମ ରୋଗ ସେ ଯେ ଦିନ ରାତି ବସି, ମା ସ୍ନେହ ସ୍ନେହ ଦିଏରେ ଆଉଁସି। ତୁମେ ତ ଦେଖିଲ ନାହିଁ କିଏ ତୁମ ପଛେ ପଛେ ଗଲା, ତୁମେ ତ ଦେଖିଲ ନାହିଁ କିଏ ଦେଲା ଶେଷ ସଞ୍ଜ ଜାଳି, ତୁମେ ତ ଦେଖିଲ ନାହିଁ କିଏ ହେଲା କେତେ ଦିନ ଛାଡ଼ି, ତୁମେ ତ ଦେଖିଲ ନାହିଁ କିଏ ଥିଲେ ତୁମ ପାଶେ ଉଭା, ତୁମେ ତ ଦେଖିଲ ନାହିଁ ଥିଲେ କେତେ ବାଳ ବୃଦ୍ଧ ଯୁବା। ଏଠା ମାଟି ଗୋଡ଼ି ଜାଣେ ତୁମ ନିବିଡ଼ତା, ତାହାଠୁ ବିୟୋଗ ତୁମ ଅଶ୍ରୁଳ ନିଷ୍କର୍ଷ। କେମିତି ସହନ୍ତା ସେ ଏତେ ଗୁରୁବ୍ୟଥା। ସୂର୍ଯ୍ୟର ଅରଣ୍ୟ ବସି ତୁମ ପିଲାମାନେ କାନ୍ଦୁଛନ୍ତି ତୁମ ଗୁଣ ବାହୁନି ବାହୁନି। ତୁମ ଫୁଟା ଉଚ୍ଚ ହାସ, ନିରାଶ ଅନ୍ଧରୁ ତୁମ ଆଲୋକ ପ୍ରକାଶ, ନିଖିଳର ପାପ ଭାରେ ନିଷ୍ପେଷିତ। नारी ठारू जन्मे जाती पाए से परिमति, नारी ठारू जन्मे जाती, नारी ठारू जन्मे जाती, नारी ठारू जन्मे जाती, नारी ठारू जन्मे जाती। स्मृति सभा वरण्य सभापति उपस्थित मान्यगण्य व्यक्ति उपस्थित अच्छा, किंतु स्मृतिचान सभारे क्या मान्य सम्मान एगुड़ा टिके विधि नुहे। तथापि रघुनाथ बाबू अच्छा, बालभद्र सारे, लक्ष्मी सारे समस्त अच्छा, ऋषि सारे अच्छा। कथारे अच्छी मरना मारना भारत मृत्यु को अवलुप्त कर। आपण माने समस्त मन दे शुणु, मो मनर कथा कहूनी जहाँ शास्त्र विदित कथा अच्छे। मरना मारना भारत मृत्यु को अवलुप्त कर, अर्थात डेथ इज क्यूरबुल डिजीज। मृत्युटा गोटे भल हो रोग। ये शरीर डिलीट हो जाए, किंतु भितर गोटे सोल। सोल प्रति सत्ता जगत अर्थात पिंपुड़ी जगत आरंभ करी मनुष्य जगत पर्यंत समस्त भीतर गोटे सोल सोल सोल। डिजेनेरेशन से समय आरंभ होती जो समय भारतवासी पाखे अमृत भगवान असीम उठी ऋषि को बात दे ऋषिवाद उपासना आरंभ होती। भारत यदि भविष्य कल्याण को आह्वान करने को चाहे बुद्ध भंति तृप्त भंति कृतार्थ भंति तेबे ही तुम्हें नारी तेबे ही तुम्हें शक्ति बोझा पड़ी। वर्तमान से माँ मानकर ये माँ मानकर संख्या कहते नृसिंह सार प्रसन्न भाई कहते आगे ओढ़णा केबे खसी नथिला। ओढ़णार निर्देशन साइंटिफिकल अच्छी, सिंदूर गोटे साइंटिफिक अच्छी। सिंदूर बदल में टिकली हो गला आउ कड़े सब विभिन्न प्रकार से भाषा सब अच्छी। जो माँ माने जो अच्छा, जो माँ ये आंकला चक्र आसते माँ एक घर को बहुत कौन